श्री गणेशाय नमः। नमस्कार बंधुगण, जय श्री कृष्ण। भक्ति सागर सस्मिता चैनल आपण मानक स्वागत। आज आपण मानक पई प्रस्तुत पद्म पुराण। एही पुराण पाठ करिबा द्वारा किंबा श्रवण करिबा द्वारा अनेक आध्यात्मिक और सांसारिक शुभ फल मिलता है। एहाकू 18 महापुराण मध्यरे द्वितीय स्थान दिया जायछि, जहा भगवान विष्णुଙ୍କ महिमा एवं धर्मर मार्ग देखाई थाए। जानतरे हेउ बा अजाणतरे हेउ ए शरीर रे होइथिबा समस्त पापरू मुक्ति मिलिथाए। एहाकू श्रवण और पठन करिबा द्वारा अश्वमेध एवं गंगा स्नानर पुण्यफल प्राप्ति होइथाए। जीवनर शेष समय रे वैकुंठ प्राप्ति एवं मोक्ष मिलिथाए बोली विश्वास रहिछि। परिवारर धन धान्य स्वास्थ्य एवं मानसिक शांति वृद्धि पाई थाए। सत्य दया एवं भक्ति पथरे चलिबाकू मनुष्य को प्रेरणा दिए। यही पुराण पाठ करने पूर्वर आपण मानू गोटे अनुरोध, चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय श्री कृष्ण लिखा जमा भी कुंठाबोध करें। तेबे आसंत बंधुगण, पद्मपुराण आरंभ करने पूर्वर प्रथमे श्री लक्ष्मी नारायणଙ୍କର स्तुति पाठ करिबा। जय लक्ष्मी नारायण जुगल मूरति, जय लक्ष्मी नारायण अगतिर गति, जय लक्ष्मी नारायण गरुड़ आसन, जय लक्ष्मी नारायण वैकुंठ भुवन। तुम्भे बेनि जगतर अट माता पिता, जगत कल्याणे तुम्भ वात्सल्य ममता। कीटो ब्रह्म जाए जेते प्राणी आत जात, तुम्भरी करुणा पुरी रहिछि सतत। तुम्भ इच्छा बिना वृक्षे पत्र न कळे, तुम्भ इच्छा बिना काहीं पवन न चले। तुम्भरी इच्छा सदा रहे निर्झरिणी, तुम्भरी इच्छारे शस्य दियई धरणी। तुम्भरी आज्ञारे रवि प्रकाशे किरण, तुम्भरी आज्ञारे हुए सदा राति दिन। तुम्भरी करुणा बळे 14 भुवन, आनंदे गढ़िले प्रभु सावित्री रमण। तुम्भरी कल्याण लभी प्रभु पंचासन, सृष्टि संहार दायित्व करन्ति बहन। अनंत कोटि ब्रह्मांड माळ माळ होई, तुम्भ लोमकूपे सदा शोभा पाउथाई। नमस्ते नमस्ते आहे क्षीर सिंधु मुद्रा, अनंत करे सदा तुम्भ जोग निद्रा। पादम चालंती सदा लक्ष्मी ठाकुराणी, जे जुग्म चरणे मुहि करई दईनी। लक्ष्मी नारायण नाम थिब जार तुंडे, कौनसी समये ताकू जमन दंडे। लक्ष्मी नारायण नाम हेउ गला माली, श्री छामुरे
କରୁଅଛି ଅଳି। ଏବେ ଆସନ୍ତୁ ଆରମ୍ଭ କରିବା ପଦ୍ମପୁରାଣ ଦ୍ୱାଦଶ ଅଧ୍ୟାୟ। ଆଜିର ବିଷୟ ରହିଛି ସୁବର୍ଣ୍ଣ ରାଜା ଚରିତ। ଈଶ୍ୱର ଉବାଚ, ଈଶ୍ୱର ବୋଲନ୍ତି ଶୁଣ ହିମମନ୍ତ ଜେମା, ଏବେ ଗୋ କହିବା ବିଷ୍ଣୁ ପୂଜାର ମହିମା। ନାରାୟଣ ଭକ୍ତି କ୍ରିୟା ଯୋଗ ଏହୁ ସାର, ଯେ ଶୁଣଇ ସେହୁ ଯାଏ ବୈକୁଣ୍ଠପୁର। 12 ମାସେ ଯେଉଁ ପରି ଯହିଁ ପୂଜା କରି, ସକଳ ତ ଆଗେ ତାହା କହିବା ବିସ୍ତାରୀ। ଲକ୍ଷ୍ମୀ ନାରାୟଣ ରୂପ ମାର୍ଗଶିର ମାସେ, ପୂଜିବ ବୈଷ୍ଣବ ଭକ୍ତି ଭାବେ ମୁକ୍ତି ଆସେ। କୁଣ୍ଠିତ ସ୍ଥାନରେ ଶ୍ରୀହରିଙ୍କୁ ନ ପୂଜିବ, ସଂସାରରେ ବିଷ୍ଣୁ ଭକ୍ତ ଯେ ଜନ ହୋଇବ। ପତିତ ଆଳୟ ପୁଣି କୁଣ୍ଠିତ ସ୍ଥାନରେ, ଦୁର୍ଗନ୍ଧ ପାପିଷ୍ଠ ଘରେ ଅନାଚାରୀ ଦ୍ୱାରେ। ମିଥ୍ୟାଭାଷୀ କାନ୍ଦୁଥିବା ଜନର ଆଗରେ, ହାସ୍ୟକାରୀ ଯେ କଳହକାରୀ ସମୀପରେ। ଅନାଚାରୀ ଦ୍ୱାରେ ଗ୍ରାମ ଦ୍ୱିଜ ବିପ୍ର ଘରେ, ପ୍ରଳାପ ବଚନ ଯହିଁ ହୁଏ ନିରନ୍ତରେ। ଏହି ସ୍ଥାନ ମାନଙ୍କେ ଯେ ହରିଙ୍କ ପୂଜଇ, କୃଷ୍ଣ ଅପରାଧ ପୂଜା ଫଳ ସେ ନ ପାଇ। ଉତ୍ତମ ସ୍ଥାନରେ ଯେହୁ ହରିଙ୍କି ପୂଜଇ, ପୂଜା ଫଳ ଲଭିନ ଯେ ବୈକୁଣ୍ଠକୁ ଯାଇ। ଚଞ୍ଚଳ ଚିତ୍ତରେ ଯେହୁ କୃଷ୍ଣଙ୍କୁ ପୂଜଇ, ଆଚମନ କରେ ଏଣେ ତେଣେ ଯିବା ପାଇଁ। ନିଶ୍ୱାସ ଛାଡ଼ଇ ହାହାକାରେ ଘନ ଘନ, ଫଳ ନୁହେଁ ପାଷାଣ୍ଡକୁ କହିଲେ ବଚନ। ସ୍ଥିର ଚିତ୍ତେ ଶୁଦ୍ଧ ସ୍ଥାନେ ହରି ଯେ ପୂଜଇ, ସକଳ ପାତକ ନାଶି ବିଷ୍ଣୁଙ୍କୁ ଲଭଇ। ଅଭକ୍ତି ଚିତ୍ତରେ ଯେହୁ ପୂଜଇ ବିଷ୍ଣୁଙ୍କୁ, ବ୍ୟର୍ଥ ହୁଏ ପରିଶ୍ରମ ନ ଲଭେ ତାଙ୍କୁ। ମେରୁତୁଲ୍ୟ ସୁବର୍ଣ୍ଣ ଯେ ବିପ୍ରେ ଦେଇ ଦାନ, ବିନା ବିଷ୍ଣୁ ପ୍ରୀତିରେ ସେ ନ ଲଭଇ ପୁଣ। ଏକ ମନେ ବିଷ୍ଣୁ ଭକ୍ତ ହୋଇ ଯେଉଁ ପ୍ରାଣୀ, ଦାନ ପୁଣ୍ୟ କଲେ ଚତୁର୍ବର୍ଗ ପାଏ ପୁଣି। ଶ୍ରୀଜନ ଦୁଧ ଘୃତ ଆଦି କରି, ମାର୍ଗଶିରେ ବିଧି ମତେ ପୂଜଇ ଯେ ହରି। କୋଶଳା ବଥୁଆ ଶାଗ ପଳାଶ ନାରଙ୍ଗ, ଦେଇ ବସ୍ତ୍ର ଶ୍ରୀହରିଙ୍କି ଆଚ୍ଛାଦିବ ଅଙ୍ଗ। ତାହାର ଯେ ପୁଣ୍ୟ ତାହା କହିଲେ ନା ସରେ, କୋଟି କୋଟି କଳ୍ପ ସେହି ବସଇ ସ୍ୱର୍ଗରେ। ଏବେ ପୁଷ ମାସ ପୂଜା କହିବା ବ୍ୟବହାର, ସ୍ଥାନ ଯେ କରଇ କ୍ଷୁର ସେ ଚକ୍ରଧର। ପୂଜା ସାରି କ୍ଷୁ ନଈ ବେଦ୍ୟ ସେ ଯଜେଇ, ସେହୁ ପାପ ସାଗରରୁ ସୁଖେ ତରି ଯାଇ। ନାନା ଜାତି ପିଷ୍ଟକ ଯେ ଦଧି ଦୁଗ୍ଧ ଘୃତ, ଶୁକ୍ଳବର୍ଣ୍ଣ ଶର୍କରାରେ କରିଣ ସଂଯୁକ୍ତ। ପୁଷ ମାସେ ପୂଜା କରି ଦେଇ ଯେ ବିଷ୍ଣୁଙ୍କୁ, ପାତକ ସେ ନାଶି ଯାଏ ବୈକୁଣ୍ଠପୁରକୁ। ଶ୍ରୀକୃଷ୍ଣଙ୍କୁ ଶୀତ ବସ୍ତ୍ର ଦେଇ ପୂଜା କଲେ, ପାପ ନାଶି ମୁକ୍ତି କି ଲଭେ ସେହୁ ବୋଲେ। ପୁଷ ମାସ ସଂକ୍ରାନ୍ତିରେ ଅଭିଷେକ ଦିନେ, ଭକ୍ତି ଭାବେ ବିଷ୍ଣୁଙ୍କୁ ଯେ ପୂଜେ ମନେ। ଗନ୍ଧ ପୁଷ୍ପ ଧୂପ ଦୀପ ନାନା ଉପହାର, ଶଙ୍ଖ ବୀଣା ଘଣ୍ଟା ଧ୍ୱନି କରଇ ଆଗର। ମୃଦଙ୍ଗ ଡିଣ୍ଡିମ ତାଳ ଡମ୍ବରୁ ଝଞ୍ଜରି, ପଟହ ଦୁନ୍ଦୁଭି କାଂସ୍ୟ କାହାଳି ମହୁରୀ। ମୁଖବାଦ୍ୟ ନାନା ଗୀତେ ସ୍ତୁତି ଯେ କରଇ, ଭକ୍ତି ଲୋଭେ କୃଷ୍ଣ ଆଗେ ଗାଇଣ ନାଚଇ। ତାହା ପୁଣ୍ୟ ବେଦ ବର ନ ପାରେ କହିଣ,
ପାପ ନାଶି ବସେ ସେହି ବୈକୁଣ୍ଠ ପୁରେଣ। ଅଗମେ ଯେ ଗମେ କରି ଅଭକ୍ଷ ଭକ୍ଷଇ, ବ୍ରହ୍ମତ୍ୟାଦି ସୁରା ପାନ ହିଁ କରଇ। ସ୍ୱର୍ଣ୍ଣ ଚୋରି କରି ମାତୃ ହରଣ ସହିତେ, ଏ 4 ଜଣଙ୍କ ସଙ୍ଗ ଯେ କରେ ନିରତେ। ପଞ୍ଚମହାପାତ କିଏ 4ଙ୍କୁ ବୋଲନ୍ତି, ଶ୍ରୀକୃଷ୍ଣଙ୍କୁ ପୂଜିଲେ ପାପ ବିନାଶନ୍ତି। ପୁଷ ମାସେ ପାପୀ ମାନେ ହରିଙ୍କୁ ପୂଜିଲେ, ବସନ୍ତି ପାତକ ନାଶି ଶ୍ରୀହରିର ତୁଲେ। ପୁଣି ବୈକୁଣ୍ଠରୁ ଆସି ମର୍ତ୍ତ୍ୟରେ ଜନ୍ମନ୍ତି, ନିତ୍ୟାଚାରୀ ବିପ୍ରବର ପଣ୍ଡିତ ବୋଲାନ୍ତି। ଜାତିସ୍ୱର ରୂପେ ସୁଖ ଭୋଗ ସେ କରନ୍ତି, ପୁଣି ଅନ୍ତେ ଯାଇଣ ଯେ ବୈକୁଣ୍ଠ ବସନ୍ତି। କହିବା ମାଘ ମାସର ଏବେ ପୂଜା ରୀତି, ଯାହା ଶୁଣି ପାପୀ ମାନେ ପାଆନ୍ତି ମୁକ୍ତି। ମାଘ ମାସେ ନାନା ଦ୍ରବ୍ୟ ଅଳ୍ପ ବା ବହୁତ, ଭକ୍ତି ଭାବେ ଦିଅଇ ସେ ବିଷ୍ଣୁର ଗ୍ରତ। ଚମ୍ପା ପୁଷ୍ପ ଦେଇ ମାଘେ ବିଷ୍ଣୁ ଯେ ପୂଜଇ, ସବୁ ପାପ ନାଶି ସେହୁ ବୈକୁଣ୍ଠେ ବସଇ। ସୁବର୍ଣ୍ଣର ଚମ୍ପା ଦେଇ ଯେ ପୂଜେ ମାଘରେ, ସହସ୍ର କୋଟି ଯୁଗ ସେ ବସେ ବୈକୁଣ୍ଠରେ। ଏକାରତ୍ନ ଚମ୍ପା ଫୁଲେ ମେରୁ ତୁଲ୍ୟ ଫଳ, ଯେ ପୂଜଇ ରତ୍ନ ଦୀପ ହୁଏ ମହିତଳ। ମାଘ ମାସେ ଚମ୍ପା ପୁଷ୍ପେ ବିଷ୍ଣୁ ଯେ ପୂଜଇ, ତାହାର ଯେ ପୁଣ୍ୟ ବ୍ରହ୍ମା କହି ନ ପାରଇ। କହିବା ପୂର୍ବର କଥା ପରମ ଦୁର୍ଲଭ, ଯାହା ଶୁଣିଲେ ପାତକ ହୃଦେ ନ ରହିବ। ସର୍ବଜ୍ଞ ବୋଲିଣ ପୂର୍ବେ ଥିଲେ ନରପତି, ସର୍ବଜ୍ଞ ସୁନ୍ଦରୀ ନାମେ ତାହାର ଯୁବତୀ। ସୋମବଂଶେ ଜନ୍ମ ଜମ୍ବୁ ଦ୍ୱୀପେ ନୃପବର, ଛାଡ଼ିଲା ସେ ଧର୍ମ ମାର୍ଗ ସକଳ ବ୍ୟବହାର। ଧନ ଲୋଭେ ସ୍ୱଜନ ଏ ପ୍ରଜାଙ୍କୁ ମାରିଣ, ଯେତେ ଦ୍ରବ୍ୟ ଯାର ଥାଇ ନିଅଇ ହରିଣ। ଦାନ ଯଜ୍ଞ ଅତିଥିଙ୍କି ଜ୍ଞାତିଙ୍କି ନ ଦେଇ, ପାଷାଣ୍ଡଙ୍କ ସଙ୍ଗେ ନୃତ୍ୟ ଗୀତରେ ନାଚଇ। ବେଳା ବ୍ରାହ୍ମଣଙ୍କୁ ସେ ନ ଦିଅଇ ଯେ ଦାନ, ହରିଲା ଦେବସୋ ବିପ୍ରମାନଙ୍କ ଶାସନ। ମାଂସ ମଦିରା ପାନରେ ହୋଇ ସେହି ରତ, ଗୁରୁ ପତ୍ନୀ ଆଦି କରି ହରିଲା ସମସ୍ତ। ସକଳ ପାପର ସେହି ଅଟଇ ଭଣ୍ଡାର, ନିରନ୍ତର ବସ ସେହି ବେଶ୍ୟା ସଙ୍ଗତର। ସଂସାର ଭିତରେ ଯେତେ ପାତକ ଛଇ, ସେ ରାଜା ନ କଲା ହୋଇ ଆଉ କିଛି ନାହିଁ। ଯେତେ ପାପ କରିଅଛି ସେ ସୁପର୍ଣ୍ଣ ରାଏ, ସହସ୍ର ବରଷେ ତାହା କରିବ ବାକିଏ। ଏକ ଦିନେ ସେହି ରାଜା ନାମେ ବସ ହୋଇ, ରହିଲ ଶୋଭନା ବେଶ୍ୟା ଘରେ ରାତ୍ରେ ଯାଇ। ରାଜକୁ ଦେଖି ସେ ବେଶ୍ୟା ବହୁ ଯତ୍ନ କଲା, ପାଦ ଧୋଇ ଦେଇ ନେଇ ଅଙ୍ଗେ ବସାଇଲା। 2 ହାତେ ଆଲିଙ୍ଗନ କରି ସ୍ନେହ ଭରେ, ଚୁମ୍ବନ ଦେଲା କ ବେଶ୍ୟା ରାଜାଙ୍କ ମୁଖରେ। କର୍ପୂର ଗନ୍ଧ ଚନ୍ଦନ ଦେହେ ଲେପି ଦେଇ, ତାମ୍ବୁଳ ଭାଙ୍ଗିଣ ଆଣି ମୁଖରେ ଦିଅଇ। ପରମ ରସିକା ସେହି ଅଟଇ ନାଗରୀ, କାମ କଳା ରସ ଭରେ ରାଜା ମନହରି। ସ୍ନେହ ଭରେ ବେଶ୍ୟା ଚମ୍ପା ପୁଷ୍ପ ମାଳାଣି, ହରଷିତ ହୋଇ ଦେଲା ରାଜା ହସ୍ତେ ପୁଣି। ପରମ ଆନନ୍ଦେ ରାଜା ଶିରେ ତା ବାନ୍ଧନ୍ତେ, ଗୋଟିଏ ଖସିଣ ତହୁଁ ପଡ଼େଲେ ତୁରିତେ। ପରମ ସୁଗନ୍ଧି ପୁଷ୍ପ ପଡ଼ନ୍ତେ ଭୂମିରେ, ନମ ନାରାୟଣ ରାଜା ବୋଇଲା ତୁଣ୍ଡରେ।
କରନ୍ତେ ସେ ନାରାୟଣ ନାମ ଉଚ୍ଚାରଣ, ଯେତେ ପାପ ତାର ନାଶ ଗଲା ତତ କ୍ଷଣ। ଭକତ ବତ୍ସଳ ହରି ସନ୍ତୋଷ ହୋଇଲେ, ଭକ୍ତି ଭାବେ ରାଜା ଠାରୁ ସେ ପୁଷ୍ପ ଘେନିଲେ। କେଡ଼େ ପାପି ତୁଣ୍ଡେ ନାମ କରଇ ପ୍ରକାଶ, ବୈକୁଣ୍ଠ ଗତି ଦେଲେ ପାପ କରି ନାଶ। ଯେତେକ ପାତକ ଥିଲା ସକଳ ନାଶିଲା, ମାଘେ ଚମ୍ପା ଦେଇ ପୁଣି ହରିଙ୍କି ପାଇଲା। ସେ ରାଜ୍ୟରେ ଥିଲେ ଯେତେ ପୁରୁଷ ନାଗର, ସବୁଦିନେ ରହିଥାନ୍ତି ରାତ୍ରେ ବେଶ୍ୟା ଘର। ରାଜା ଭୟ ସେ ଦିନରେ ପଶି ନ ପାରିଲେ, କାମରେ ପୀଡ଼ିତ ହୋଇ ବିବେକ ଛାଡ଼ିଲେ। ଏକଠାରେ ବସି ସବୁ ନାଗରେ ବିଚାରି, ବୋଇଲେ ରାଜାକୁ ଆଗ ପକାଇବା ମାରି। ଆମ୍ଭର ସକଳ ଭୟ ଯିବ ଏ ମଲେଣ, ସବୁଦିନେ ଆସୁଥିବା ନିର୍ଭୟ ହୋଇଣ। ଏତେ ବୋଲି ଯାଇ ସର୍ବେ ସେହି ବେଶ୍ୟା ଘରେ, ପଶିଣ ରାଜାଙ୍କୁ ନାଶ କଲେ ସେ ପ୍ରାଣରେ। ସେ ସୁପର୍ଣ୍ଣ ନୃପବର ବେଶ୍ୟା ଘରେ ମଲା, ନାରାୟଣଙ୍କୁ ସୁମରି ପାପୁ ପାରି ହେଲା। ସେହି କ୍ଷଣି ଉପସ୍ଥିତ ହେଲେ ଯମଦୂତେ, करे ଘେନିଛନ୍ତି ପାଶ ମୁଦ୍ଗର ସହିତେ। ତମ୍ଭା ପ୍ରାୟ ଚକ୍ଷୁ କରି ଯମଦୂତ ମାନେ, ଚର୍ମ ଫାଶେ ସୁପର୍ଣ୍ଣକୁ ବାନ୍ଧିଲେ ବହନେ। ମାରି ତାକୁ ଯମଦୂତେ ଯାଆନ୍ତି ପ୍ରଖରେ, ବିଷ୍ଣୁ ଗଣେ ଆସି ତାଙ୍କୁ ଭେଟିଲେ ବାଟରେ। ଶଙ୍ଖ ଚକ୍ରଧାରୀ ସର୍ବେ ଗରୁଡ଼ ବାହନ, ଦେଖି ଯମଦୂତଙ୍କୁ ସେ କହିଲେ ବଚନ। ଆରେ ଯମଦୂତେ ବେ ବଡ଼ ବିଚାରି, କିମ୍ପାଇ ଆମ୍ଭ ଭକ୍ତକୁ ନେଉଅଛ ଧରି। ଯମରାଜା ଅଟଇତ ବଡ଼ ବିବେକ, ବନ୍ଧାଇ ଘେନି ଯାଉଛି ଆମ୍ଭର ସେବକ। ଯମଦୂତେ ବୋଲନ୍ତି ହେ ଶୁଣିବା ଗୋସାଇଁ, ସକଳ ପାପଙ୍କ ଘର ଏ ରାଜା ଅଟଇ। ପ୍ରତ୍ୟକ୍ଷ ଦେଖୁଛ ବେଶ୍ୟା ଘରେ ଗଲା ପ୍ରାଣ, ଏହାକୁ ନେବାକୁ ତୁମ୍ଭେ ଆସୁଅଛ ପୁଣ। କୃଷ୍ଣଦୂତେ ବୋଇଲେ କ ଯେତେ ପାପ ଥିଲା, ନାରାୟଣ ବୋଲନ୍ତେ ସେ ସବୁ ନାଶ ଗଲା। ଚାରି ବେଦୁସାର ଜାଣ ଏ ଚାରି ଅକ୍ଷର, ଏହା ଯେ ସୁମରେ ପାପ ନ ରହେ ତାହାର। ଏତେ ବୋଲି ତାଙ୍କ ସଙ୍ଗେ ଘୋର ଯୁଦ୍ଧ କଲେ, ସହି ନ ପାରିଣ ଯମଦୂତେ ପଳାଇଲେ। ସୁବର୍ଣ୍ଣ ରାଜାର କରି ବନ୍ଧନ ମୋଚନ, ରଥରେ ବସାଇ ନେଲେ ବୈକୁଣ୍ଠ ଭୁବନ। ଭକତ ମାନଙ୍କ ଶ୍ରେଷ୍ଠ ତୁ ଅଟୁ ମୋହର, ସଂକଳ୍ପ ଯେ ଅଛି ମନେ ମାଗ ସେହି ବର। କର ଯୋଡ଼ି ବୋଲେ ରାଜା ଶୁଣ ଭଗବାନ, ଲଭିଲେ ମୋ କେଡ଼େ ପାପୀ ହୋଇ ଦିବ୍ୟ ସ୍ଥାନ। ଆବର କି କାର୍ଯ୍ୟ କୃଷ୍ଣ ମାଗିବଇଁ ବର, ସର୍ବଦା ତୁମ୍ଭର ପାଦେ ଚିତ୍ତ ଥାଉ ମୋର। ଶୁଣିଣ ହରସ ହେଲେ ପ୍ରଭୁ ଲକ୍ଷ୍ମୀପତି, ନିଜ ଆସନରେ ନେଇ ବସାଇଲେ କତି। ବିଶ୍ୱକର୍ମା ନିର୍ମାଣ ଯେ ମଣି ରତ୍ନହାର, ଶ୍ରୀହସ୍ତେ ଭୂଷଣ କୃଷ୍ଣ କଲେ ତା ଶରୀର। ନାନା ଉପହାରେ ତାକୁ ଭୋଜନ କରାଇ, ନିଶ୍ଚିନ୍ତେ ବୈକୁଣ୍ଠପୁରେ ରଖିଲେ ଗୋସାଇଁ। ସେ ରାଜା ସହସ୍ର ଲକ୍ଷେ ମନୁ ବୈକୁଣ୍ଠେ ରହିଲା, ଦିତି ନାରାୟଣ ପ୍ରାୟ ରୂପ ପ୍ରକାଶିଲା। ଭୋଗ ଭୁଞ୍ଜିବାକୁ ପୁଣି ଜନ୍ମିଲା କକ୍ଷିତି, ଜାତି ସ୍ମର ହେଲା ମହାରାଜା ଚକ୍ରବର୍ତ୍ତୀ। 10 ସହସ୍ର ବରଷ ହୋଇ ନୃପବର, ପାଳିଲା କ ଜନ ପ୍ରଜା ଧର୍ମ ଅବତାର।
ପୃଥିବୀରେ ମହାଯଜ୍ଞ କଲା କରାଜନ, ବିପ୍ର ଦରିଦ୍ରଙ୍କୁ ଦେଲା ନାନାବିଧ ଦାନ। ପୂର୍ବ ଦିବ୍ୟ ଜ୍ଞାନେ ସେହି ବିଷ୍ଣୁ ପୂଜା କଲା, ସୁବର୍ଣ୍ଣର ଚମ୍ପା ପୁଷ୍ପ ଲକ୍ଷ ଲକ୍ଷ ଦେଲା। ଭୋଗ ଅନ୍ତେ ଗଲା ପୁଣି ବୈକୁଣ୍ଠପୁର, ଏମନ୍ତ ମହିମା ନାରାୟଣ ସେ ନାମର। ଅଶ୍ରଦ୍ଧାରେ ନାରାୟଣ ନାମ ଯେ ସୁମରି, ସବୁ ପାପ ନାଶୀ ସେହୁ ବସେ ବିଷ୍ଣୁପୁରୀ। ଯେଉଁ ଜନମାନେ ଚମ୍ପା ପୁଷ୍ପ ଘେନି କରେ, ନାରାୟଣଙ୍କୁ ପୂଜନ୍ତି ଘେନିତେ ଭାବରେ। ସେମାନେ ସକଳ ପାପ ନିସ୍ତାର ପାଆନ୍ତି, କୋଟି କଳ୍ପ ଯୁଗ ଯାଏ ବୈକୁଣ୍ଠେ ବସନ୍ତି। ହରିଭକ୍ତି କ୍ରିୟା ଯୋଗ ସାର ରହେ ବାଣୀ, ଶୁଣିଲା କହିଲା ଲୋକେ ମୁକ୍ତି ହୁଅନ୍ତି ପୁଣି। ହରିଭକ୍ତି ରତ୍ନମାଳା ବୋଲି ଏହୁ ଗୀତ, ଯେ ଶୁଣଇ ଶୁଣାଏ ସେ ହୁଅଇ ମୁକତ। ବୈକୁଣ୍ଠ ନାରାୟଣ ଶ୍ରୀ ପଦ୍ମଚରଣ, ବିପ୍ର ନୀଳାମ୍ବର ଦାସ ପଶିଲା ଶରଣ। ଇତି ଶ୍ରୀ ପଦ୍ମପୁରାଣେ କ୍ରିୟାଯୋଗସାରେ ହରିଭକ୍ତି ରତ୍ନମାଳା କଥା ପ୍ରବନ୍ଧେ ସୁବର୍ଣ୍ଣ ରାଜା ଚରିତ ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ ପ୍ରଜା ପ୍ରକରଣ। ଶ୍ରୀ ମହାଦେବ ଉବାଚ, ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ, ଯେମନ୍ତେ ବିଷ୍ଣୁଙ୍କ ପୂଜା କହିବା ସେ ରୀତି। ପ୍ରଭାତ ଶଯ୍ୟାରୁ ଉଠି ଜଳ ଘଟି ନେବ, ବହିର୍ଦେଶ ପାଇଁ ଗ୍ରାମ ପ୍ରାନ୍ତରକୁ ଯିବ। ଉତ୍ତର ମୁଖରେ ମୁଖେ ଦେଇଣ ବସନ, ଅଧୋମୁଖ ଯଜ୍ଞ ସୂତ୍ର ହୋଇଥିବ କର୍ଣ୍ଣ। ଯେଉଁମାନେ ବିଷ୍ଣୁଙ୍କର ଭକ୍ତ ହୋଇଥିବେ, ଏତେ ଏତେ ସ୍ଥାନେ ମଳ ମୂତ୍ର ନ କରିବେ। ଦେବତାର ସ୍ଥାନ ଚତୁଷ୍ପଥ ଯେଉଁ ବାଟ, ଭଟା ଚାଷ ଭୂମି କୁଶସ୍ଥଳୀ ଗୋରୁ ଗୋଷ୍ଠ। ଅଗଣା ନିର୍ମଳ ସ୍ଥାନ ନଦୀର ତୀରରେ, ପୋଖରୀ ତଡ଼ାଗ ବାମ୍ଫି ବୃକ୍ଷର ମୂଳରେ। ଏହି ସ୍ଥାନ ମାନଙ୍କୁ ଯେ କରିବ ବର୍ଜନ, ରବୀନ୍ଦ୍ର ଗୋରୁ ଦୀପ ନ କରି ଦର୍ଶନ। ବୈଷ୍ଣବ ମାନଙ୍କର ଅଟଇ ନୀତି, ଏଥୁ ବିପରୀତ କଲେ ପାନ୍ତି ଅଧୋଗତି। ପରଚିଷ୍ଟ ମାଟି ହୁଙ୍କା ମାଟି ମୂଷା ମାଟି, ଜଳ ମଧ୍ୟ ମୃତ୍ତିକା ଯେ ଚାଷେ ଥିବ ଉଠି। ଏ ମୃତ୍ତିକା ବୈଷ୍ଣବ ଜନେ ନ ଛୁଇଁବେ, ଦ୍ୱାଦଶ ଅଙ୍ଗୁଳି ଖୋଳି ତହିଁରୁ ଆଣିବେ। ଶୌଚ ଉଚ୍ଛିଷ୍ଟ ପାଣି ପକାଇ ଦେଇଣ, ଜଳର ଭିତରୁ ଜଳ ଆଣିବେ କପୁଣ। ଜଳର ଭିତରେ ପଶି ଶୌଚ ନ କରିବେ, ନିୟମ ଲାଙ୍ଘିଲେ ବହୁ ପାତକ ଅର୍ଜିବେ। ଲିଙ୍ଗେ ଥରେ ମାଟି ତିନି ଥର ଗୁହ୍ୟ ସ୍ଥାନ, ଦୁଇ ହାତେ 7 10 ବାମ ହାତେ ପୁଣ। ପାଦେ ନଖେ ତିନି ତିନି ଥର ମାଟି ଦେଇ, ଦନ୍ତ ଧାବନ କରିବ ଶୁଦ୍ଧ ଜଳ ନେଇ। ଦକ୍ଷିଣ ପଶ୍ଚିମ ମୁଖ ହୋଇ ନ ଘଷିବ, ପୂର୍ବୋତ୍ତର ମୁଖେ ଦାନ୍ତ ଧାବନ କରିବ। ବିଷ ଅଙ୍ଗୁଠିରେ ଦନ୍ତ କାଷ୍ଠି ନ ଧରିବ, କେତେବେଳେ ଅତି ଶୀଘ୍ର ଦନ୍ତ ନ ଘଷିବ। ରବି ଉଦେନହୁ ଦାନ୍ତ ଧାବନ କରିବ, ଇନ୍ଦୁବର ପଳାଶ ଯେ ନତର ପଲବ। ସୂର୍ଯ୍ୟ ଉଦେ ଦନ୍ତର ଯେ ମାର୍ଜନା କରନ୍ତି, ସବୁ ପିତୃଗଣ ତାର ନିରାଶ ହୁଅନ୍ତି। ମଧ୍ୟାହ୍ନେ ସନ୍ଧ୍ୟାରେ କରେ ଯେ ଦନ୍ତ ମାର୍ଜନ, ଦେବ ପିତୃ ନ ଘେନନ୍ତି ତା ପୂଜା ତର୍ପଣ। ତହୁଁ ନାଭି ପରିମାଣେ ଜଳେ ସ୍ନାନ କରି, ଗଙ୍ଗା ନାରାୟଣ ନାମ ମୁଖରେ ଉଚ୍ଚାରି।
ଗୃହକୁ ଯାଇଣ ରାତ୍ର ବାସ ନ ଛୁଇଁବ, ଶୁଦ୍ଧ ଲୁଗା ପିନ୍ଧି ଦେବ ଗୃହରେ ପଶିବ। ନାରାୟଣ ରାମ କୃଷ୍ଣ ବୋଲିବ ଅନନ୍ତ, ଗୋପୀନାଥ ଶ୍ୟାମ ହରି ଗୋପାଳ ଚ୍ୟୁତ। କେଶବ ବାମନ ପଦ୍ମନାଭ ଦାମୋଦର, ମୁକୁନ୍ଦ ପୁରୁଷୋତ୍ତମ ଦେବ ଚକ୍ରଧର। ଏମନ୍ତ ପ୍ରକାରେ ବିଷ୍ଣୁ ନାମ ସୁମରିବ, ନିଦ୍ରାରୁ ଉଠାଇ ଶ୍ରୀକୃଷ୍ଣଙ୍କୁ ବସାଇବ। ଦନ୍ତ ଧାବନ ସହିତ କରିବ କଳ୍ପନା, ସେବକ ରୂପରେ ଘର କରିବ ମାର୍ଜନା। ଭକ୍ତି ଭାବେ ଶ୍ରୀ ହରିର ଘର ଯେ ମାର୍ଜଇ, ମହାପାପୀ ହୋଇଥିଲେ ବୈକୁଣ୍ଠେ ବସଇ। ଯେଉଁ ଜନ ଶ୍ରୀକୃଷ୍ଣର ମନ୍ଦିର ଲିପନ୍ତି, କୋଟି କୋଟି କୂଳ ଘେନି ଲଭନ୍ତି ମୁକତି। ବିଷ୍ଣୁ ଭକ୍ତ ଜନ ବନ୍ଧୁ ପୁତ୍ର ଭାଇ ଥିବେ, ଆପଣା ଅଭାବେ ସେହି ଘର ସଂସ୍କାରିବେ। ହରି ପୂଜା ପାତ୍ର ଯେହୁ କରିବେ ମାର୍ଜନା, ଆମ୍ବିଳରେ ତମ୍ବା କାଂସ୍ୟ ପାତ୍ରରେ ଭସ୍ମନା। ଲୌହ ପାତ୍ର ନଳରେ ପିତ୍ତଳ ମାଟିରେ, ଧନାଢ଼୍ୟ ଲୋକ ଯେ ଲୁହା ବ୍ୟବହାର ନ କରେ। ଦରିଦ୍ର ଲୋକର ତାହା କରିବା ଉଚିତ, ଦ୍ରବ୍ୟବନ୍ତ ଲୋକ କଲେ ପୁଣ୍ୟ ହୁଏ ହତ। ବୈଷ୍ଣବ ଲୌହ ପାତେ ଜଳ ନ ପିଅଇ, ଅଜ୍ଞାନେ ପିଇଲେ ଗଙ୍ଗା ସ୍ନାନେ ଶୁଦ୍ଧ ହୋଇ। ଦରିଦ୍ର କଲେ ଯେ ତାକୁ ଦୋଷ ନ ଲାଗଇ, ଦ୍ରବ୍ୟବନ୍ତ ଲୋକ ଲୁହା ଛୁଇଁ ନ ଯୋଗାଇ। ପୂଜା ଶଙ୍ଖ ମାଜି ତାକୁ ତଳେ ନ ଥୋଇବ, 100 ଥର ଧୋଇଲେ ସେ ପୁଣି ଶୁଦ୍ଧ ହେବ। ସ୍ନାନ କରିବାକୁ ଯାଇଲେ ଉଠି ଯେ ଆସେ, ତାର ପିତୃଗଣେ ଫେରି ଯାଆନ୍ତି ନିରାଶେ। ସ୍ନାନ ଭୋଜନ ନିଷେଧ କରେ ଯେଉଁ ଜନ, ସେ ଅବଶ୍ୟ ହୁଏ ଘୋର ନରକରେ ଲୀନ। ସ୍ନାନକୁ ଯାଇ ମଳ ମୂତ୍ର ସେ ତେଜଇ, ତାର ପିତୃଗଣଙ୍କର ମୁଖେ ସେ ପଡ଼ଇ। ସ୍ନାନ କରି ଆସି ସେହୁ ନ ଧୋଇ ପାଦ, ସବୁ ଧର୍ମ ନାଶ କରିଲ ଭଇ ପ୍ରମାଦ। ସ୍ନାନ କରି ଆସି ପାଦ ଧୋଇବ ବାହାରେ, ଶୁଦ୍ଧ ବସ୍ତ୍ର ପିନ୍ଧି ବସି ଦେବ ତାଙ୍କ ଘରେ। ପୁନରପି 2 ପାଦ ବାମ ହାତେ ଧୋଇ, ଦକ୍ଷିଣ ହସ୍ତେ ଧୋଇଲେ ଦରିଦ୍ର ହୋଇ। ପୂଜା କରିବାର ବେଳେ ଯେ ଆସନ ଦେବ, ମୃଗ ବ୍ୟାଘ୍ର ଚର୍ମକୁଶ ଏହା ହିଁ କରିବ। ବସ୍ତ୍ର ପୁଷ୍ପ ଆସନ ଯେ ପବିତ୍ର ନୁହଇ, କାଷ୍ଠରେ ବସି ପୂଜିଲେ ନିଷ୍ଫଳ ହୁଇ। ଦକ୍ଷିଣକୁ ମୁଖ କରି ପୂଜା ନ କରିବ, ନ ଜାଣି ପୂଜିଲେ କାର୍ଯ୍ୟ ବିଫଳ ହୋଇବ। ଶଙ୍ଖରେ ଯେ ବିପ୍ର ସ୍ନାନ କରେ ନାରାୟଣ, ଗୁରୁ ବିପ୍ର ଭ୍ରୂଣ ହତ୍ୟା ହୋଇ ଦହନ। ସୁଗନ୍ଧ ଚନ୍ଦନ କୃଷ୍ଣ ଦେହେ ଯେ ଲେପଇ, ସକଳ ପାତକ ନାସି ବୈକୁଣ୍ଠେ ବସଇ। ତୁଳସୀର ପତ୍ର ଯେହୁ ଦିଏ କୃଷ୍ଣ ଶିରେ, ସକଳ ପାତକ ନାସିବ ସେ ସ୍ୱର୍ଗପୁରେ। 3 ତାଳି ମାରି ଦିଗ ବନ୍ଧନ କରିବ, ପୂର୍ବ ଦିଗ କୃଷ୍ଣ ରକ୍ଷା କର ହେ ବୋଲିବ। ରଖ ହେ ଦେବକୀ ସୁତ ଅଗ୍ନି କୋଣ ମୋର, ଦୈତ୍ୟାରି ମୋ ଦକ୍ଷିଣ ଦିଗ ରକ୍ଷା କର। ନୈରତେ ମଧୁସୂଦନ ପଶ୍ଚିମେ କେଶବ, ଗରୁଡ଼ ଧ୍ୱଜର ଖନ୍ତୁ ଦିଗ ଯେ ଦାୟବ୍ୟ। ଉତ୍ତରେ ଶ୍ରୀରଙ୍ଗଧର ଈଶାନେ ଶ୍ରୀହରି, ମଧ୍ୟରେ ଗୋବିନ୍ଦ ଊର୍ଦ୍ଧ୍ୱେ ରଖ ଗିରିଧାରୀ। ଏମନ୍ତ ବୋଲିଣ ଦିଗ ରକ୍ଷା ଯେ କରଇ, ବିଘ୍ନ ଗଣ ମାନେ ଛାଡ଼ି ଯାଆନ୍ତି ପଳାଇ।
कर जोड़ी बोलिब जे प्रभु चक्रधर तुम्भर पूजा सफल हेउ आज मोर अंगन्यास कर न्यास सकल करिब श्रीकृष्णर निज मूर्ति हृदय ध्याइब नवीन घन सुंदर पंकज लोचन कटित टेपित बास देई भगवान कर्णरे कुंडल दर हास्य गंडस्थल अधरे सुरंग बंशी शिरे दिव्य कूल कदम्बर माला सहे हृदय विस्तार मणि तहि मुकुतार हार बंकिम धरे बंशी मधुर बजाई करिब से कृष्ण ध्यान ए रूप को ध्याई तहु कृष्ण को करिब पुणी आवाहन अर्घ्य पुष्प गंध धूप दीपादि चंदन नाना पुष्प तुलसी जे देई उपहार पायस पिष्टक देव श्रीहरि आगर चंदन गुरु काष्ठ धूप गुरु रे जदि कृष्ण को सेव से वैकुंठ रे कर्पूर तांबूल जेहु कृष्ण को दियई इहलोके सुख लभी अंते मुक्ति पाई जाई फल लवंग जे तांबूले मिसाई हरि को दियई सेही वैकुंठे बसई हरि के जे जन प्रदक्षिण न करती ब्रह्म हत्यादि महापाप जे लभंती विष्णुकर प्रदक्षिण हुए जेते पाद तेबे कल्प लभंते से इंद्रर संपद एक बारे प्रदक्षिणे पाप जाई नाश दुई बार प्रदक्षिणे वैकुंठे वास हरि प्रदक्षिण तीन बार जे करई जन्म मृत्यु जिणी कुष्ठ देहे लीन होई अभावे करई जेहु शंख दजनेई सबु पाप नासी अंते स्वर्ग रे बसई सिरे कर देण जे कृष्ण को नमई सबु पाप नासी वैकुंठ को गमई भूमि रे साष्टांगे जेहु हुए दंडवत जेते मधुली रे ता हुए धूसरित केते कोटि कल्प जुग वैकुंठे बसई सबु पाप नासी सेहु मुक्ति लभई देउ जन श्रीहरिर पूजा शेष करी पଳାନ୍ତି प्रसाद वैष्णव नाम धरी कपिल जे पुक सुत व्यास प्रहलाद विभीषण अम्बरीश उद्धव नारद अक्रूर मार्कंड श्रोथामा हनुवीर ध्रुव भीष्म सनकादि बलि युधिष्ठिर एमानंकु देई जेहु मस्तके घेनई सबु पाप नासी विष्णु बल्लभ से होई विष्णुर तुलसी जेहु करई आघ्राण तामद हृदय पसीना से पाप पुण्य कृष्णर तुलसी सुंघी आनंद जे होई ताहार शरीरे पाप दंडे न रहोई स्तुति पढ़ी विष्णु को जे प्रसन्न कराऊ पूर्वर जिला पाप सबु नाश जाई विष्णु पाद कम औषधि पापींकर कोटि कोटि पाप नाशे पाए जेउ नर प्रतिदिन विष्णु पाद जे पियई कोटि जन्म पाप नाशी मुक्ति से लभई जेमते औषध नाश करे जोर दोष पादक से ही रूपे पाप करे नाश जे तुलसी पादक शिरे घेनई ब्रह्म हत्यादि नाशी वैकुंठे बसई मेरुध्वजासन कोटि कपिला गोदान पादक ग्रहण रे नुहई समान
ମହି ଯାକବାନ ଶସ୍ତ୍ର ଅଶ୍ୱମେଧ ଫଳ ସରି ନୁହେଁ ପିଇ ଯେ ପାଦ ଦକ ଜଳ କୋଟି କନ୍ୟା ଅସଗଜ ରତ୍ନ ରଥ ଦେଇ ବିଷ୍ଣୁ ପାଦ ଦକ ପାନେ ନୁହଁଟି ସେହି ଏତେ ଦାନ ଏତେ ପୁଣ୍ୟ ଯେ ଜନ କରଇ ଏକ ପାଦ ଦକ ପିଇବାର ସରି ନାହିଁ ହରିଙ୍କୁ ନୈବେଦ୍ୟ ଦେଇ କରାଇ ଭୋଜନ ସବୁ ପାପ ନାଶିବ ସେ ବିଷ୍ଣୁର ଭବନ କୋଟି କୋଟି ଜନ୍ମ ପାପ ଯାର ଦେହେ ଥାଇ ବିଷ୍ଣୁର ନିର୍ମାଲ୍ୟ ପାନ୍ତେ ସବୁ ନାଶ ଯାଇ ବିଧି ପ୍ରମାଣରେ ପୂଜା ପଣ୍ଡିତ କରନ୍ତି ଅବିଧିରେ ମୂର୍ଖ କଲେ ଯେ ଫଳ ଲଭନ୍ତି ଭାବଗ୍ରାହୀ ଅଟନ୍ତି ସେ ଦେବ ଭଗବାନ ବିଧି ଯେ ଅବିଧି ଦୁଇ ଘେନନ୍ତି ସମାନ ଯେଉଁ ଭକ୍ତ ଯେଉଁ ରୂପେ ହୃଦୟରେ ଭାବଇ ସେହି ରୂପେ ତାକୁ ଫଳ ଦିଅନ୍ତି ଭାବଗ୍ରାହୀ ଚାରି ଜାତି ମଧ୍ୟରେ ଶ୍ରେଷ୍ଠ ଅଟେ ବିପ୍ରବର ଏମନ୍ତ ବିଧାନେ ପୂଜା କରେ ଚକ୍ରଧର ହରିପ୍ରିୟ ବୃକ୍ଷ ମୂଳ ପୂଜାର ବିଧାନ ଶ୍ରଦ୍ଧାରେ ଯେ କରେ ତାକୁ ହୁଅନ୍ତି ପ୍ରସନ୍ନ ଶ୍ରଦ୍ଧାହୀନେ ଯେ ହୁ ନାନା ମତେ ପୂଜା କରି କେବେ ହେ ପ୍ରସନ୍ନ ତାକୁ ନୁହନ୍ତି ଶ୍ରୀହରି ଶୁଣ ଗୋ ପାର୍ବତୀ ବୋଲି କହନ୍ତି ଈଶ୍ୱର କହିଲି ତ ଆଗେ ପୂଜା ବିଧି ବିଷ୍ଣୁଙ୍କର ହରି ଭକ୍ତି ରତ୍ନମାଳା ବୋଲି ଏହି ଗୀତ ଶୁଣିବା କହିବା ଲୋକେ ହୁଅନ୍ତି ମୁକତ ବୈକୁଣ୍ଠ ନାରାୟଣ ଶ୍ରୀ ପଦ୍ମଚରଣ ଦ୍ୱିଜ ନୀଳାମ୍ବର ଦାସ ପଶିଲା ଶରଣ इति श्री पद्मपुराणे क्रियाजोगसारे हरिभक्ति रत्नमाला कथा प्रबंधे पूजा प्रकरण कथने नाम त्रयोदश अध्याय। चतुर्दश अध्याय अस्वस्थ महिमा और धनंजय उपाख्यान। ईश्वर उवाच ईश्वर कहती तुम्भे शुण गो पार्वती तो आगे कहवा एबे विष्णु पूजा भक्ति फगुण मासरे हरि पूजार व्यवहार जे विधाने पूजे देई नाना उपहार गदाघृते श्रीहरि की जे स्नान कराई संसार रे से वैष्णव युद्ध फल पाई जेउ जन पूजे तिल उदक देईण दुग्धरे लहुणी देई खंड मिसाइण शुक्लवन कराजे दिव्य फेण तही भक्ति भावे बदरीर पक फल देई एहांक महिमा तुंडे नुहई कहिण से बसई कोटि पक जाए वैकुंठेण अमृतर पान कोटि जोग जे करई विष्णुर प्रसादे भव सिंधु पारी हुई इह लोके जन्मे चतुर्वर्ग होई तार देह अंते जाए पुणी वैकुंठर पुर शर्करा बदरी फल संगते जे देई से अज्ञान विष्णु द्रोही नरकरे पड़ई जे पूजे विष्णु को पकोड़ालिंब देण जेते बीज तेते जुग बसे जे स्वर्गेण शर्करा घृत पिष्टक हरिंकी जे देई कोटि कोटि अश्वमेध फल से लभई चैत्र मासरे जेउ भक्त भक्ति भारे स्नान कराई मधुरे प्रभु वासुदेवे पिष्टके मिसाई मधु विष्णु को जे देई पांजिरु ता नाम बेग करिण पोछई चैत्रे जे पूजे हरि पलाश फूल रे चित्रगुप्त न लेखन्ति ता नाम पांजिरे माधव पकुत तिल फूल आदि करी धात्री जम्ब बिल दल पूजई जे हरि अखंडित अर्क दल पुष्प जे कस्तूरी
ଯେ ଦୁଇ ପୂଜଇବ ସେ ବୈକୁଣ୍ଠପୁରୀ। ଭକ୍ତି ଭାବେ ବିଷ୍ଣୁ ପୂଜିବ ସେ ବୈକୁଣ୍ଠେ। ଯମର ତରାସ ତାର ନ ଲାଗଇ ତଟେ। ସୁପ୍ରସନ୍ନେ ଆଲିଙ୍ଗନ କରନ୍ତି ଶ୍ରୀହରି। ଜନ୍ମ ମରଣ ନ ଲଭେ ସେହୁ ଭବବାରୀ। ଗୋଧମ ପୃଷ୍ଠକ ଘୃତ ଶର୍କରା ମିଶାଇ। ସୁପକ କଦଳୀ ଫଳ ବିଷ୍ଣୁଙ୍କୁ ଯେ ଦେଇ। ବୈଷ୍ଣବ ବୋଲି ତାକୁ କହନ୍ତି ସଂସାରେ। କୋଟି ଜନ୍ମ ପାପ ନାଶିବ ସେ ସ୍ୱର୍ଗପୁରେ। ବୈଶାଖ ମାସରେ ବ୍ରହ୍ମଚାରୀ ବେଶ ହୋଇ। ଭକ୍ତି ଭାବେ ଶ୍ରୀକୃଷ୍ଣଙ୍କୁ ପୂଜା ଯେ କରଇ। ବୈଷ୍ଣବ ବୋଲି ତାକୁ କହନ୍ତି ସଂସାରେ। କୋଟି ଜନ୍ମ ପାପ ନାଶିବ ସେ ସ୍ୱର୍ଗପୁରେ। ପ୍ରଭାତେ ଯେ ମାଧବଙ୍କୁ ଚିନ୍ତି ସ୍ନାନ କରି। ଆମିଷ ମୈଥୁନ ପର ଦ୍ରବ୍ୟ ତ୍ୟକ୍ତ କରି। କାଂସ୍ୟ ପାତ୍ରେ ନ ଭୁଞ୍ଜି ନ କରି ଦ୍ୱିଭୋଜନ। ହବିଷ୍ୟ କରି ଶୋଇବ ରାତ୍ରେ କୁଶାସନ। ସୁବାସ ଜଳରେ ସ୍ନାନ ବିଷ୍ଣୁଙ୍କୁ କରାଇ। ପୂଜିବ ସେ ଧୂପ ଦୀପ ନୈବେଦ୍ୟ ଦେଇ। ଜଳସାଇ କରାଇବ ସୁବାସ ଜଳରେ। ସନ୍ଧ୍ୟା ଯାଏ ଶ୍ରୀହରିଙ୍କୁ ରଖିବ ତହିଁରେ। ନାମ ଧୂପ ମାନ ଦେଇ ପୂଜିବ ଅନନ୍ତ। ତାହାର ପାତକ ହରି ନାସିବେ ସମସ୍ତ। ନବଚୂର୍ଣ୍ଣ ଶର୍କରାରେ ଦୁଗ୍ଧ ମିଶାଇଣ। ବୈଶାଖେ ବିଷ୍ଣୁଙ୍କୁ ଦେଲେ ବସଇ ସ୍ୱର୍ଗେଣ। ନାନା ଦିବ୍ୟ ପକ ଫଳ ନାନା ଉପହାର। ଦେଇ ଯେ ପୂଜଇ ସେହି ବସେ ବୈକୁଣ୍ଠର। ବୈଶାଖର ପ୍ରାୟ ପୁଣ୍ୟ ମାସ ଆଉ ନାହିଁ। ଯେ ଯାହା କରେ ସୁକୃତ ତା ଅକ୍ଷୟ ହୋଇ। ସବୁ ଛାଡ଼ି ବିଷ୍ଣୁଙ୍କୁ ସେ ପୂଜେ ଏକ ଦିନ। ପୂଜା ଫଳ ଲଭେ ଶତ ବରଷ ସମାନ। ବୈଶାଖେ ଯେ ବିଷ୍ଣୁ ରୂପେ ଅଷଷ୍ଠ ପୂଜଇ। ଚତୁର୍ବର୍ଗ ଲଭେ ବିଷ୍ଣୁ ଭକ୍ତ ତାକୁ କହି। ପୋଷେ ଜଳ ଦିଅଇ ଯେ ଅଷଷ୍ଠର ମୂଳରେ। ସବୁ ପାପ ନାଶି ସେହି ବସେ ବୈକୁଣ୍ଠରେ। ଅଷଷ୍ଠ ମୂଳରେ ଯେହୁ ଚଉରା ବାନ୍ଧଇ। କୋଟି କୋଟି ଜନ୍ମର ସେ ପାତକ ନାଶଇ। ପ୍ରତିଦିନ ଅଷଷ୍ଠ ଯେ କରଇ ଦର୍ଶନ। ଚତୁର୍ବର୍ଗ ଲଭେ ସେ ପ୍ରତ୍ୟକ୍ଷ ଭାଗ୍ୟବାନ। ଅଷଷ୍ଠ ମୂଳରେ ପୁଣ୍ୟ କର୍ମ ଯେ କରଇ। ନ୍ୟୁନାଧିକ କରେ ସେହି ପୁଣ୍ୟ ଫଳ ପାଇ। ବୈକୁଣ୍ଠରୁ ବିଷ୍ଣୁ ଆସି ଅଷଷ୍ଠ ରୂପେଣ। ପ୍ରାଣୀଙ୍କୁ ଉଦ୍ଧରିବାକୁ ଜନମ ସେ ଜାଣ। ଅଷଷ୍ଠ ଯେ ପୂଜଇ ସେ ଅର୍ଚଇ ବିଷ୍ଣୁଙ୍କୁ। ତରୁ ରୂପେ ଛେଦଇ ଯେ ଯାଇ ସେ ନର୍କକୁ। ହରି ରୂପେ ଅଷଷ୍ଠ ଯେ ବୃକ୍ଷ ରାଜଙ୍କର। ଯେ ତାକୁ ଛେଦଇ ନର୍କୁ ନୁହେଁ ସେ ଉଦ୍ଧାର। ଅଷଷ୍ଠ ଯେ ଦେଖି ଛୁଇଁ ସ୍ମରଣ କରଇ। ନମସ୍କାର କଲେ ସବୁ ପାତକ ବଢ଼ଇ। ଅଷଷ୍ଠ ଛେଦନ କରେ ଯେ ବଣ ଦୁର୍ବୃତ୍ତ। ବେନି ଆଖି ଯମ ତାର ଖୋଳଇ ତ୍ୱରିତ। ଛେଦନେ ଯେତେକ ଜନ ନାହିଁ ନ କରନ୍ତି। ଯମ ତାହାର ଜିହ୍ୱା ଛୁରୀ ଦେଇ ନ କାଟନ୍ତି। ସାମାନ୍ୟ ଅଷଷ୍ଠ ଡାଳ କାଟେ ଯେହୁ ଜାଣ। ବ୍ରହ୍ମ ହତ୍ୟା ଆଦି ମହାପାପ ଲୋଭେ ପୁଣ। ସେହିଦିନ ବୃକ୍ଷ ମାନ ଅଷଷ୍ଠ ଛେଦଇ। ଭ୍ରୂଣ ହତ୍ୟା ଗୋରୁ ହତ୍ୟା ଶ୍ରୀ ହତ୍ୟା କରଇ। ଅଷଷ୍ଠ ବୃକ୍ଷକୁ ଯେହୁ କରଇ ବିନାଶ। ଶରଣାଗତ ନାଶନ ପାଇ ସେହୁ ତୋଷ। ଅଷଷ୍ଠ ବୃକ୍ଷକୁ ଯେହୁ ପାତକ ନାଶଇ। ଗର୍ଭସ୍ତ୍ରୀ ହରଣ ଦୋଷ ତକ୍ଷଣେ ସେ ପାଇ। ଅଷଷ୍ଠ ବୃକ୍ଷକୁ ଯେହୁ ଛେଦଇ ଜାଣିଣ।
ବିଶ୍ୱାସଘାତ କି ପାପ ଲୋଭଇ ସେ ପୁଣ ବିଷ୍ଣୁର ପ୍ରିୟ ସ୍ୱସ୍ଥ ଯେ ନ ଜାଣି ଛେଦଇ ସ୍ୱର୍ଣ୍ଣପାନ ସୁରାପାନ ଦୋଷ ସେ ଲୋଭଇ ଏକାଦଶୀ ତିଥିରେ ଯେ କରଇ ଭୋଜନ ତହିଁରୁ ଅଧିକ୍ଷ ପାପ ସ୍ୱସ୍ଥ ଛେଦନ ବିଷ୍ଣୁର ପ୍ରିୟ ସ୍ୱସ୍ଥ ଯେ ଅଳ୍ପରେ ଛେଦଇ ତା ସମପାତ କି ଆଉ ସଂସାରରେ ନାହିଁ। ଶୁଣ ଗୋ ପାର୍ବତୀ ଏବେ ପୂର୍ବର ବୃତ୍ତାନ୍ତ ଅସ୍ୱସ୍ଥ ଛେଦନେ ବିପ୍ର ହୋଇଲା ଯେ ମନ୍ତ କୁରୁକ୍ଷେତ୍ରେ ଧନଞ୍ଜୟ ବୋଲି ବିପ୍ରବର ଗୃହ କରି ରହିଥିଲା ତ୍ରେତୟା ଯୁଗର ସୁଶୀଳା ବୋଲି ନଥିଲା ଯେ ବିପ୍ରର ନାରୀ ପତିବ୍ରତା ସ୍ୱାଧୀ ସେହି ପରମା ସୁନ୍ଦରୀ ଅତ୍ୟନ୍ତ ଦରିଦ୍ର ସେହି ଅଟେ ବିପ୍ରବର ନିତ୍ୟ ଭିକ୍ଷାଣିଣ ସେ ପୋଷଇ ଉଦର ଯେଉଁଦିନ ଭିକ୍ଷା ମାଗି ନ ଯାଏ ଅନସେ ସେଦିନ ରହନ୍ତି ଦୁଇ ପ୍ରାଣୀ ଉପବାସେ ସେ ବଡ଼ ଦରିଦ୍ର ଅନ୍ନ ବସ୍ତ୍ର ନ ମିଳଇ ନିରନ୍ତର ବିଷ୍ଣୁ ପାଦ ହୃଦୟରେ ଧ୍ୟାଇ ଯେତେ ଗର୍ଭ ସୁଶୀଳାର ଗର୍ଭେ ଜାତ ହେଲା ବିଷ୍ଣୁର ମାୟାରେ ସେହି ସବୁ ନାଶ ଗଲା ପରମ ବୈଷ୍ଣବ ଧନଞ୍ଜୟ ବିପ୍ରବର ପ୍ରାଣୀଠାରେ ଦୟା ନିତ୍ୟ ଥାଇ ତା ହୃଦର ହିଂସା ଦମ୍ଭ ଅହଙ୍କାର କ୍ରୋଧତା ନ ଥାଇ ସତ୍ୟବାଦୀ ଜ୍ଞାତି ବନ୍ଧୁ ଅତିଥି ପୂଜଇ ବିଷ୍ଣୁ ପୂଜା ବିପ୍ରଭକ୍ତି ସର୍ବଦା ନିରତ ଦିନେ ତାର ପତ୍ନୀ ଦୁଃଖେ ହୋଇ ଆରତ ଅନ୍ନ ବସ୍ତ୍ର କଷ୍ଟ ସେହି ନ ପାରି ସହିଣ ଆପଣା ପିତା ଘରକୁ କଲା କ ପ୍ରୟାଣ ବିଷ୍ଣୁର ମାୟାରେ ବିପ୍ର ନ ହୋଇ ସଂହାର ଏକା କର୍ମକୁ ଆଦରି ରହିଥାଏ ଘର ଭକ୍ତି ଭାବେ ହରି ପାଦେ ଧ୍ୟାନ ସେ କରଇ ଭିକ୍ଷା ମାଗି ଆଣି କରି ଉଦର ପୋଷଇ ହେମନ୍ତେ ହେମନ୍ତ କାଳ ପ୍ରବେଶ ହୋଇଲା ଧନଞ୍ଜୟ ବସ୍ତ୍ରହୀନେ ଦୁଃଖ ସେ ପାଇଲା ନିତ୍ୟ ସେ କୁଠାର ଘେନି ଅରଣ୍ୟକୁ ଯାଇ ରାତ୍ରେ ଅଗ୍ନି ସେବିବାକୁ ଇନ୍ଧନ ଆଣଇ ବସ୍ତ୍ରହୀନେ ମହାଶୀତ ନ ପାରଇ ସହି ନିତ୍ୟ କାଷ୍ଠ ଆଣି ଜାଳି ସର୍ବରି ପୁହାଇ ଦିନେ କଉଛୁରେ ବିପ୍ର ଭିକ୍ଷାରୁ ଅଇଲା ଆଉ କାଠ ଆଣିବାକୁ ଯାଇ ନ ପାରିଲା ବିଚାରିଲା ଆଜି କାଷ୍ଠ ନ ପାରିଲି ଆଣି କେମନ୍ତେ ବଞ୍ଚିବି ହେ ମୋର ଜନୀ ମୋ ପୁଣି ବୋଇଲା ଅସ୍ୱସ୍ଥ ବୃକ୍ଷ ଅଛି ମୋ ବାଡ଼ିରେ ତହୁଁ ଡାଳି କାଟି ଆଣି ବଞ୍ଚିବି ନିଶାରେ ଏମନ୍ତ କୁଠାର ଘେନି ମୂର୍ଖ ପଣେ ଗଲା ଅସ୍ୱସ୍ଥ ବୃକ୍ଷରୁ ଡାଳେ କାଟି ପକାଇଲା ପ୍ରତ୍ୟକ୍ଷ ଅସ୍ୱସ୍ଥ ବୃକ୍ଷ ଅଟନ୍ତି ଶ୍ରୀହରି ବାହାର ହୋଇଲେ ବୃକ୍ଷ ନିଜ ରୂପ ଧରି ଧନଞ୍ଜୟ ଆଗେ ଉଭା ହେଲେ ନାରାୟଣ ରକ୍ତ ବହୁ ଅଛି ଦେହେ କୁଠାର ବାଜିଣ ଶଙ୍ଖ ଚକ୍ର ଗଦା ପଦ୍ମ ଚାରି ଭୁଜେ ଶୋହେ ରକ୍ତଧାର ମାନ ବହି ପଡ଼ୁଅଛି ଦେ କଟିରେ ପିତ ବସନ କର୍ଣ୍ଣରେ କୁଣ୍ଡଳ କୌସ୍ତୁଭମଣି କଣ୍ଠେ ଶୋଭାବନ ମାଳ ବେନି କନେ ମୋର କର୍ତ୍ତ କୁଣ୍ଡଳ ସୋଇ ଅଷ୍ଟବିମ୍ବ ଫଳ ଜିଣି ସୁନ୍ଦର ଦିଶଇ ଚୂଳର ଉପରେ ଶିଖି ପୁଛ ଶୋଭାବନ ବକ୍ଷସ୍ଥଳେ ବିରାଜଇ ଶ୍ରୀବତ୍ସର ଚିହ୍ନ ନବଘନ ଶ୍ୟାମ ରୂପ ସୁନ୍ଦର ଦିଶଇ ଇନ୍ଦ୍ରନୀଳ ସ୍ତମ୍ଭ ଜିଣି ଦିବ୍ୟ ଶୋଭା ପାଇ ରଙ୍ଗଧରରେ ବଂଶୀ ବାଜଇ ସୁନ୍ଦର ମୋହିତ ହୁଅନ୍ତି ଶୁଣି ଦେବାସୁର ନର ଦେହରୁ ଯେ ରକ୍ତ ଧାର ପଡ଼ଇ ବହିଣ
ଦେଖି ଧନଞ୍ଜୟ ଭଏ ରହିଲା ଚାହିଁଣ। ବିଚାରିଲା ମେଘ ଘୋଟି ସନ୍ଧ୍ୟା କି ହୋଇଲା, କାହୁଁ ସେ ଅଦ୍ଭୁତ ରୂପ ପ୍ରକାଶ ପାଇଲା। ଦେଖିଲା କଚାରି ଭୁଜେ ଶଙ୍ଖ ଚକ୍ର ଚିହ୍ନ, ବୋଇଲା ହେ ପ୍ରତ୍ୟକ୍ଷେ ଅଟନ୍ତି ଭଗବାନ। ଯୁଦ୍ଧ କରୁଥିଲେ ହରି କାହାର ସଙ୍ଗତ, ସର୍ବାଙ୍ଗ ଯାକ ଦେହରୁ ବହୁ ଛିରକତ। ମାରନ୍ତି ସକଳ ଅସୁରଙ୍କୁ ଭଗବାନ, କେବଳ ରାକ୍ଷସ ଦେଲା ଏଡ଼େ କକଷଣ। ଏତେ ବୋଲି ବିପ୍ରବର ବ୍ୟାକୁଳ ହୋଇଲା, ଶ୍ରୀକୃଷ୍ଣର ଭକ୍ତି ଭାବ ହୃଦୟରେ ଧଇଲା। କୁଠାର ପକାଇ ଦେଇ କୃଷ୍ଣ ପାଦେ ପଡ଼ି, ଶୋକ ଗଦ ଗଦେ କହିବେନି କର ଯୋଡ଼ି। ବୋଇଲା ଶ୍ରୀରାମ କୃଷ୍ଣ ଜଗତ ଈଶ୍ୱର, ବୈକୁଣ୍ଠ ଗୋବିନ୍ଦ ବିଷ୍ଣୁ ଦେବ ଦାମୋଦର। ବାସୁଦେବ ହୃଷିକେଶ ଶ୍ୟାମ ଭଗବାନ, ନାରାୟଣ ଲକ୍ଷ୍ମୀପତି ଶ୍ରୀ ମଧୁସୂଦନ। ପଦ୍ମନାଭ ଦଇତ୍ୟାରି କେଶବ ଅନନ୍ତ, ଶ୍ରୀକୃଷ୍ଣ ଗୋପାଳ ଗୋପୀନାଥ ହେ ଅଚ୍ୟୁତ। ମୁକୁନ୍ଦ ଜଗଦୀଶ୍ୱର ଅନାଦି ପୁରୁଷ, ବ୍ରହ୍ମ ଶିବ ଅଟ ତୁମ୍ଭେ ଋଷି ପୀତବାସ। ଶତ୍ରୁମିତ୍ର ଭେଦ ତୁମ୍ଭ ସଂସାରରେ ନାହିଁ, ଭକ୍ତି ଭାବେ ଭଜେ ଯେ ପରମ ଗତି ପାଇ। ତୁମ୍ଭର ମାୟାରେ ପ୍ରଭୁ ସଂସାର ଭିଆଣ, ଅନ୍ତେ ହୃଦେ ନେଇ ପ୍ରଭୁ କର ସଂହରଣ। ମୁଁ ତୁମ୍ଭ ମାୟାରେ ପଡ଼ି ନ ପାରଇ ହରି, ଦର୍ଶନ ଦେଲ ମୋତେ ଅନୁଗ୍ରହ କରି। ଧର୍ମ ଅର୍ଥ କାମ ତିନି ତେଜି ଦେଇଥିଲ, ଏବେ ଦର୍ଶନେ ବୈକୁଣ୍ଠେ ଗତି ଦେଲ। ଏବେ ଆଜ୍ଞା କର ପ୍ରଭୁ ଦେବ ଚକ୍ରଧର, ସର୍ବଦା ତୋହର ପାଦେ ଚିତ୍ତ ଥିବ ମୋର। ଏ ତୁମ୍ଭର ପଦ୍ମ ପାଦେ ମକରନ୍ଦ ମାନ, ଭ୍ରମର ରୂପରେ ମୁହିଁ କରୁଥିବି ପାନ। ଏତେ ବୋଲି ପଦ୍ମ ପାଦ ତଳରେ ପଡ଼ିଲା, ନିସ୍ତରିଲି ବୋଲି ଉଠି ପୁଣି ପଚାରିଲା। ବେନିକର ଯୋଡ଼ି କହେ ଶୁଣି ମା ଶ୍ରୀହରି, ସନ୍ଦେହ ପୁଛିଛି ତୁମ୍ଭ ଦୁଃଖ ଦେଖି କରି। କାହାର ସଙ୍ଗତେ ପ୍ରଭୁ କରୁଥିଲ ରଣ, ବହୁଛି ରୁଧିର କ୍ଷତ ହୋଇ ସର୍ବାଙ୍ଗେଣ। ସଂସାରରେ ସବୁ ରାକ୍ଷସଙ୍କୁ କଲହତ, ଦୁଷ୍ଟ କେପା ମୋର ତୁମ୍ଭ ଦେହ କଲା କ୍ଷତ। କାହାରି ଶସ୍ତ୍ର ଯେ ତୁମ୍ଭେ ଦେହେ ନ କାଟଇ, କାହିଁ କ୍ଷତ ହେଲା ରକ୍ତ ଗଡ଼ୁ ଅଛି ବହି। ତୁମ୍ଭ ସଂସାରେ କେହି ନାହିଁ ବଳିୟାର, କିଏ ଦେଲା ଏତେ ଦୁଃଖ କହ ମୋ ଆଗର। ଶ୍ରୀ ଭଗବାନ ବାଚ, ଏହା ଶୁଣି ଭଗବାନ ବୋଲନ୍ତି ହସିଣ। ଧନଞ୍ଜୟ ମୋ ବଚନ ସାବଧାନେ ଶୁଣ, ଦୁଷ୍ଟ ଯେ ଦାନବ ଦୈତ୍ୟ ଥାନ୍ତି ଧରଣୀ, ସେମାନେ ସଂଗ୍ରାମେ ମୋତେ ନ ପାରନ୍ତି ଜିଣି। ମୋତେ ଜିଣିବାକୁ ତିନି ପୁରେ କେହି ନାହିଁ, ଏକା ମୋର ଭକ୍ତ ମୋତେ ଜିଣି ତ ପାରଇ। ଯେ ମୋର ପରମ ଭକ୍ତ ଅଛନ୍ତି ସଂସାରେ, ଜାଣ ମୋତେ ସେହି ଜିଣି ପାରନ୍ତି ବଳରେ। ଏକା ମୋର ଭକ୍ତ ମୋତେ ମାରି ତ ପାରଇ, ସେ ଯେତେ ଦୁଃଖ ଦିଅଇ ମୁଁ ତାହା ସହଇ। ମୋ ଠାରୁ ଅଧିକ ଯେ ଭକ୍ତ ମୋର, ସେ ଯେତେ ମାରଇ ତାହା କରେ ଅଙ୍ଗୀକାର। ତୁ ବିପ୍ର ମୋହର ଅଟୁ ପରମ ଭକତ, ତୋହର ସକାଶ ଦେହୁ ବୈରକତ। ଜନ୍ମିଛି ସଂସାରେ ମୁହିଁ ଅସୁସ୍ଥ ରୂପେଣ, ମୋ ଦେହ ଅସୁସ୍ଥ ଭେଦ ନାହିଁ ତୁଇ ଜାଣ। ବୃକ୍ଷମାନଙ୍କର ବର ଅସୁସ୍ଥ ମୋ ଦେଇ, ନ ଜାଣି କୋଠାରେ ଭକ୍ତ ଛେଦିଲୁ ଯେ ତୁଇ। ନେତର କୋଠାର ଘାତ ସହିଲହିଁ ମୁଇଁ, ବ୍ୟଥା ନ ଲାଗିଲା ଦେହୁ ରକତ ବଇ। ଯେଣୁ ତୁ ମୋହର ଭକ୍ତ ଅଟୁ ବିପ୍ରବର, କୁଠାରେ ହାଣିଲୁ ବ୍ୟଥା ନ କଲା ଶରୀର। ତୋହର କୁଠାରେ ଦେହେ ହୋଇଅଛି କ୍ଷତ, ଯାହା ପଚାରିଲୁ ତୋତେ କହିଲ ହିଁ ସତ୍ୟ। ମୋତେ ଜିଣି ନ ପାରନ୍ତା ରାକ୍ଷସ ଅସୁର,
ତୁମର ପରମ ଭକ୍ତ ତେଣୁ ବିପ୍ରବର। ଏତେ ଦୁଃଖ ପାଇ ମୋର କିଛି ଚିନ୍ତା ନାହିଁ, ପ୍ରାଣରୁ ଅଧିକ ମୋର ଧନଞ୍ଜୟ ତୁହି। ଏଛାର କଥାକୁ ଚିନ୍ତା ନ କର ଭକତ, ଏବେ ତୁମର ଜାଣ ପ୍ରାଣ ପଞ୍ଚଭୂତ। ପ୍ରସନ୍ନ ହୋଇଲି ଭକ୍ତ ବେଗେ ମାଗ ବର, ନ ଜାଣି ଅପରାଧ କଲୁ ଦୋଷ ନାହିଁ ତୋର। ଶୁଣି ଧନଞ୍ଜୟ ବିପ୍ର ଆନନ୍ଦ ହୋଇଲା, ମହାଘୋର ଚିନ୍ତା ସିନ୍ଧୁ ଜଳେ ମଗ୍ନ ହେଲା। ହୃଦେ କର ତାଡ଼ି ଆତ୍ମା ଧିକାର କରଇ, ବୋଲଇ ବିଷ୍ଣୁଙ୍କୁ ଏତେ ଦୁଃଖ ଦେଲି ମୁହିଁ। ବିଚାରିଲା ଧିକ ହେଉ ଜୀବନ ମୋହର, ସକଳ ପାପଙ୍କର ମୁଁ ହୋଇଲି ଭଣ୍ଡାର। କିମ୍ପାଇଁ ନିର୍ଲଜ ଆତ୍ମା ଶରୀରେ ଅଛଇ, ବିଷ୍ଣୁ ଦ୍ରୋହୀ ହେଲି ମୋତେ ପାର ଆଉ ନାହିଁ। ତିନି ପୁର ଠାକୁର ଯେ ପ୍ରଭୁ ନାରାୟଣ, ତାହାଙ୍କ ଶ୍ରୀ ଅଙ୍ଗେ ଶସ୍ତ୍ରାଘାତ କଲି ପୁଣ। ବ୍ରହ୍ମାଦି ଦେବତା ଯାର ଚରଣେ ଭକତ, କୁଠାରେ ତାହାଙ୍କ ଦେହ କଲି ମୁହିଁ କ୍ଷତ। ବିଷ୍ଣୁର ମାୟାରେ ପଡ଼ି ମୋହିତ ହୋଇଲି, ତାହାର ଚରଣେ ମୁହିଁ ଅପରାଧ ଅର୍ଜିଲି। ଯାହାର ଆଜ୍ଞାରେ ବ୍ରହ୍ମା ସଂସାର ସୃଜଇ, ତାହା ଦେହ କୁଠାରରେ କ୍ଷତ କଲି ମୁହିଁ। ଯାହା ଆଜ୍ଞା ପାଇ ଚନ୍ଦ୍ର ସୂର୍ଯ୍ୟ ଆତ ଜାତ, ଯାହାର ଆଜ୍ଞା ପାଇଣ ବହି ମରୁତ। ଯାହାର ଆଜ୍ଞାରେ ସ୍ୱର୍ଗେନ୍ଦ୍ର ରାଜା ହୋଇ, ସେ ପ୍ରଭୁଙ୍କୁ ଅପରାଧ ରଜିଲି ମୁହିଁ। ମୁହିଁ ଛାର ବିବେକୀ ପାମର ଜ୍ଞାନ, କୁଠାରେ ଶ୍ରୀ ହରି ଦେହ କ୍ଷତ କଲି ପୁଣ। ଜାନାମ ଧରନ୍ତେ ମହାପାପ ନାଶ ଯାଇ, ତାହାଙ୍କ ଅଙ୍ଗରେ ବ୍ୟଥା ଜନ୍ମାଇଲି ମୁହିଁ। ଏ ଘୋର ପାପରୁ ହେବି କେମନ୍ତେ ମୁଁ ପାର, ଅତି ମନ୍ଦହୀନ କର୍ମ ଅଟଇ ମୋହର। ଚତୁର୍ଦ୍ଦଶ ଭୁବନରେ ସର୍ବ ଆତ୍ମା ଯେହି, ତାର ଦ୍ରୋହୀ ହେଲି ମୋତେ କେ କରିବ ତ୍ରାହି। ଧିକ ଯେ ଜୀବନ କିମ୍ବା ରହିଛି ଦେହରେ, ଅଜ୍ଞାନେ କଲଇ ଦୋଷ ଜଗତ ଈଶ୍ୱରେ। ପଡ଼ୁ ମୋ ଭକତ ପଣ ଧିକ ହେଉ ଜ୍ଞାନ, ବିଷ୍ଣୁ ଦ୍ରୋହୀ ହେଲି ଧିକ ହେଉ ବିପ୍ର ଜନ୍ମ। ଏତେ ବୋଲି ଧନଞ୍ଜୟ ମହାଚିନ୍ତା କଲା, କୁଠାରକୁ ଆଣି ନିଜ କଣ୍ଠେ ବସାଇଲା। ବୋଇଲା କି ହେବ ଆଉ ଏ ଜୀବନ ଥାଇ, ଦେବ ଭଗବାନଙ୍କର ଅପରାଧୀ ହୋଇ। ତାହା ଅନ୍ତର୍ଗତ ଭାବ ଶ୍ରୀକୃଷ୍ଣ ଜାଣିଲେ, କରୁଣା ସାଗର ହରି ତା ହସ୍ତ ଧଇଲେ। ବୋଇଲେ ଭପୁତ୍ର କିମ୍ବା କରୁ ଏତେ କୃତ୍ୟ, ଆତ୍ମଘାତୀ ପ୍ରାଣୀ କେବେ ନୁହଁ ମୁକତ। ଯେଉଁ ଜନ ଆତ୍ମହତ୍ୟା କରି ପ୍ରାଣ ଦେଇ, ସେ ଘୋର ନର୍କରେ ପଡ଼ି ମୋତେ ନ ଲଭଇ। ଅଜ୍ଞାନେ ଅପରାଧୀ ମୋର ହେଲୁ ବିପ୍ରବର, ନ ଧରଇ ହୃଦୟରେ ମୁଁ ସେ ଦୋଷ ତୋର। ତୁମର ପରମ ଭକ୍ତ ମୁଁ ତୋର ଅଧୀନ, ଗୁଣ କରେ ନଘେ ନହିଁ ତୋର ଦୋଷ ମାନ। ତୋହର ସମସ୍ତ ସୁତ ଚିତ୍ତ ହରିଲଇ, ନାରୀ ବିଚ୍ଛେଦ କଲଇ ନାନା ଦୁଃଖ ଦେଇ। ଏ ତୋର ଦାରୁଣ ଦୁଃଖ ସହି ତୁ ହୃଦୟରେ, ପ୍ରତିଦିନ ଭକ୍ତି ଭାବେ ସେବୁ ମୋ ପୟରେ। ତେଣୁ ସେ ମୋହରି ଦୟା ଥାଇ ପୁତ୍ର ତୋତେ, ନଘେ ନହିଁ ତୋ ଅପରାଧ ମୁହିଁ କଦାଚିତେ। ପ୍ରସନ୍ନ ହୋଇଲି ଭୟ ଛାଡ଼ ବିପ୍ରବର, ତୋର ମନୋରଥ ଯାହା ମାଗ ସେହି ବର। ଶ୍ରଦ୍ଧା ବିନେ ଦାନ ବଳି ଉତ୍ସବ ତର୍ପଣ, ଯଜ୍ଞ ବ୍ରତ ପୁଣ୍ୟ କର୍ମ ଦେବତାର ଧନ। ରାମ ନାମ ଧରନ୍ତେ ସେ ହୁଏ ସଫଳ, ତାହାର ଭାବେ ହୁଏ ସମସ୍ତ ବିଫଳ। ରାମ ଷୋଡ଼ାକ୍ଷର ମନ୍ତ୍ର ଜପେ ହୃଦୟରେ, ସବୁ ପାପ ନାଶ ଯାଏ ବସେ ବୈକୁଣ୍ଠରେ। ପ୍ରଣବ ପୂର୍ବରେ ରାମ ମନ୍ତ୍ରକୁ ଜପିଲେ, ଶ୍ରୀହରି ଦେହରେ ଲୀନ ହୁଏ ସେ ଭଲେ। ରାମ ଷୋଡ଼ାକ୍ଷର ମନ୍ତ୍ରେ ହରି ଯେ ପୂଜଇ, ଚତୁର୍ବର୍ଗ ଲଭିଅନ୍ତେ କୃଷ୍ଣଙ୍କୁ ସେ ପାଇ। ଅନ୍ତକାଳେ ରାମ ନାମ ହୃଦୟରେ ସ୍ମରିଲେ, କୋଟି ଜନ୍ମ ପାପ ନାଶିବ ସେ ବୈକୁଣ୍ଠରେ। ରାମ ନାମ ଧରି ଯାତ୍ରା କରଇ ଯେ ଜନ, ସକଳ ସିଦ୍ଧି ହୋଇ ତାହାର ଯେ ପୂର୍ଣ୍ଣ। ଶ୍ମଶାନେ ଅରଣ୍ୟ ମଧ୍ୟରେ ରାମ ଯେ ସ୍ମରଇ, ତାହାର ସର୍ବଦା ଜାଣ ବିପତ୍ତି ନ ଥାଇ। ତ୍ରିସନ୍ଧ୍ୟାରେ ରାମ ନାମ ଜପେ ଯେ ହୃଦର, ସକଳ ବିପତ୍ତି ମାନ ହୋଇ ତା ଦୂର। ରାଜଦ୍ୱାରେ ବିଦେଶରେ ସଂଗ୍ରାମେ ବିଷମେ, ଗ୍ରହ ପୀଡ଼ା ଉତ୍ପାତରେ ଦୁଃସ୍ୱପ୍ନ ଦର୍ଶନେ। ରାମ ନାମ ଯେ ସୁମରେ ତାର ଶୁଭ ହୋଇ, ସକଳ ବିପତ୍ତି ମାନ ଖଣ୍ଡନ ହୋଇ।
ରାମ ନାମ ବିନା କ୍ଷଣେ ବ୍ୟର୍ଥ ଯେ କରଇ, ଧିକତା ବାସନା ଜନ୍ମ ଧିକତା ହୁଅଇ। ସନ୍ତୋଷ ଯାହାର ଜିହ୍ୱା ରାମ ନାମାମୃତେ, ସଂସାରେ ତାହାକୁ ପଦ୍ମ ବୋଲନ୍ତି ପଣ୍ଡିତେ। ଯାହା ମୁଁ କହିଲି ସତ୍ୟ ସତ୍ୟ ଏହୁ ବାଣୀ, ରାମ ନାମ ସ୍ମରଣରେ ଉଦ୍ଧରନ୍ତି ପ୍ରାଣୀ। ଯେ ରାମ ଭଜଇ ସବୁ ଦୁରିତ ନାଶଇ, ଚତୁର୍ବର୍ଗ ଲଭିଅନ୍ତେ ବୈକୁଣ୍ଠକୁ ଯାଇ। ଭକ୍ତି ଭାବେ ରାମ ନାମ ଭଜେ ଯେଉଁ ଜନ, ତାକୁ ହରି ହୃଦ ମଧ୍ୟ କରନ୍ତି ଅନ୍ତେଣ। ଶୁଣ ଗୋ ପାର୍ବତୀ ବୋଲି କହନ୍ତି ଶଙ୍କର, ଆପର କହିବା ତୋତେ ମହିମା ହରିର। ସକଳ ପାପ ନାଶଇ ଶୁଣେ ଯେଉଁ ଜନ, ଅନ୍ତେ ଶ୍ରୀ ହରିର ଦେହେ ହୁଏ ଯାଇ ଲୀନ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅନ୍ୟ ଜାତି, ହରି ଭକ୍ତି ବିନା କେହୁ କୃତାର୍ଥ ନୁହନ୍ତି। ହରିର ଭକ୍ତ ଯେବେ ବ୍ରାହ୍ମଣ ହୁଅଇ, ଚାଣ୍ଡାଳ ହରି ଭଜିଲେ ସେ ତା ସରି ନୁହିଁ। ହରି ଭକ୍ତ ଚାଣ୍ଡାଳ ଯେ ବିଷ୍ଣୁର ସମାନ, ବ୍ରାହ୍ମଣ ଭକ୍ତ ହେଲେ ନୁହେଁ ତାର ସମ। ଚାଣ୍ଡାଳ ନିର୍ମଳ ଚିତ୍ତେ ବିଷ୍ଣୁଙ୍କୁ ଭଜିଲେ, ବୈଦିକ ଭକ୍ତ ବିପ୍ର ନୁହେଁ ତାର ତୁଲେ। ପୂର୍ବର ଚରିତ ଶୁଣ ଦୁର୍ଲଭ ଅଟଇ, ଦ୍ୱାପର ଯୁଗରେ ଧର୍ମା ରଣେ ଥିଲା ତହିଁ। ଜୟ ଶ୍ରୀ କୃଷ୍ଣ।